ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଏ କଥାଟାକୁ ଟିକେ ମନ ଦେଇକି ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆମେ ଟିକେ ଟିକେ କଥାରେ ଭାଙ୍ଗି ପଡୁଛୁ, ଅଧୈର୍ଯ୍ୟ ହେଇ ପଡୁଛୁ। କିନ୍ତୁ କେବେ ଭାବିଛନ୍ତି ରାମାୟଣରେ ପ୍ରଭୁ ଶ୍ରୀରାମ 14 ବର୍ଷ ବନବାସୀ ହେଇଥିଲେ। ନିଜର କର୍ମ ପାଇଁ ନୁହଁ, ପିତାଙ୍କର ସତ୍ୟ ରକ୍ଷା ପାଇଁ, ପିତାଙ୍କର ସତ୍ୟ ପାଳନ କରିବା ପାଇଁ 14 ବର୍ଷ ବଣକୁ ଯାତ୍ରା କରିଥିଲେ, ବନବାସୀ ହୋଇଥିଲେ। ଏ ପୃଥିବୀରେ ଯଦି ଆପଣ ଜନ୍ମ ନେଇଛନ୍ତି ତାହେଲେ ଆପଣଙ୍କୁ ଦୁଃଖ ପରେ ସୁଖ, ନହେଲେ ସୁଖ ପରେ ଦୁଃଖ, ଏମିତି ପର୍ଯ୍ୟାୟକ୍ରମେ ଆସିବ। ଟିକେ ଟିକେ କଥାରେ, ଟିକେ ଟିକେ ଦୁଃଖରେ କେବେ ଭାଙ୍ଗି ପଡନ୍ତୁନି, ଧୈର୍ଯ୍ୟ ଧରନ୍ତୁ। ଇଏ ପଦ୍ଧତି ଭଗବାନ ମଧ୍ୟ ତିଆରି କରିଛନ୍ତି। ଏଟା ଦୃଢ ନିଶ୍ଚିନ୍ତ ଯେ ଆପଣଙ୍କୁ ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ନିଶ୍ଚିନ୍ତ ଆପଣଙ୍କୁ ଭୋଗିବା ପାଇଁ ପଡିବ। ଯଦି ଆପଣଙ୍କୁ ଏ କଥାଟି ଭଲ ଲାଗିଛି ତାହେଲେ ଗୋଟିଏ ଲାଇକ୍ କରନ୍ତୁ ଏବଂ ଏଇଭଳି ପ୍ରକାରର ଭିଡିଓ ପାଇବା ପାଇଁ